ଖୋଲୁଛି ପାଷାଣ ଯୁଗର ଐତିହ୍ୟ। ମାଟି ତଳେ 2.5 ଲକ୍ଷ ବର୍ଷର ଐତିହ୍ୟ। ମୟୂରଭଞ୍ଜ ଓଡ଼ିଶାର ପୁରାତତ୍ତ୍ୱ ଇତିହାସର ଗନ୍ତାଘର, ଯାହାର ପ୍ରମାଣ ଏଠାରେ ମିଳୁଥିବା ପ୍ରସ୍ତର ଯୁଗର ଅବଶେଷ। ବିଶେଷ କରି ଶିମିଳିପାଳ, କୁଳିଅଣା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକା ଓ ଆଖପାଖ ଗାଁରେ ପଥର ତିଆରି ହତିଆରର ଅବଶେଷ ମିଳିଛି, ଯାହାକୁ ରାଜ୍ୟ ସଂଗ୍ରହାଳୟ ଆଉ କିଛି ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱ ଲ୍ୟାବ୍ ଓ ଶିକ୍ଷାମୂଳକ ସଂଗ୍ରହ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖାଯାଇଛି। ଏହାର ଆନୁମାନିକ ବୟସ ପ୍ରାୟ 2.5 ଲକ୍ଷ ବର୍ଷ। ଆବଶ୍ୟକ ପାଣି, ଘନ ଜଙ୍ଗଲ ସାଙ୍ଗକୁ ପଶୁ ପକ୍ଷୀଙ୍କ ଶିକାର ପାଇଁ ବ୍ୟବହୃତ ହତିଆରର କଞ୍ଚା ମାଲ ଏହି ଅଞ୍ଚଳରେ ସହଜରେ ମିଳିପାରୁଥିଲା, ଯେଉଁଥିପାଇଁ ପ୍ରାଗ୍ ଐତିହାସିକ ମଣିଷ ଏଠାରେ ଦୀର୍ଘ ସମୟ ଧରି ବସବାସ କରୁଥିବା ଅନୁମାନ କରାଯାଏ। ଯଦି ଦେଖିବାକୁ ଯିବା ମୋ ରିସର୍ଚ୍ଚ ଦ୍ୱାରା ଯୋଉଟା ଏଭିଡେନ୍ସ କିଛି ମିଳୁଛି, ପ୍ରାଚୀନ ସଭ୍ୟତାର କିଛି ଆମକୁ ଏଭିଡେନ୍ସ ବି ମିଳୁଛି, ଯୋଉଟା କି ଇଣ୍ଡିକେଟ୍ କରୁଛି ଯେ ଏଇ ପର୍ଟିକୁଲାର ମାନେ ସେଇ ଟାଇମରେ ଯୋଉ ପ୍ରିହିଷ୍ଟ୍ରିକ୍ ଟାଇମରେ ଏଇ ଏରିଆରେ ଲୋକ ରହୁଥିଲେ, ତାଙ୍କର ଲାଇଫଷ୍ଟାଇଲକୁ ସେମାନେ ମେଣ୍ଟେନ୍ କରିକି ରହୁଥିଲେ, ହଣ୍ଟିଂ କରୁଥିଲେ, ଗ୍ୟାଦରିଂ କରୁଥିଲେ, ତାପରେ ସେମାନେ ଜୀବନ ଅତିବାହିତ କରୁଥିଲେ। ତ ତାର କିଛି ଏଭିଡେନ୍ସ ଆମକୁ ମିଳିଛି ଏଠି। 1875ରେ ଭ୍ୟାଲେଣ୍ଟାଇନ୍ ବଲ୍ ପ୍ରଥମେ ଓଡ଼ିଶାର ପ୍ରାଗ୍ ଐତିହାସିକ ଅବଶେଷ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ପରେ 1923ରେ ପରମାନନ୍ଦ ଆଚାର୍ଯ୍ୟଙ୍କ ଦ୍ୱାରା ନିଓଲିଥିକ୍ ଉପକରଣ ଚିହ୍ନଟ ଏବଂ 1924ରେ ଆର୍.ଡି. ବାନାର୍ଜୀ ବୁଢ଼ାବଳଙ୍ଗ ନଦୀ କୂଳରୁ ପଥର ହତିଆର ଚିହ୍ନଟ ଏହି ସବୁ ଆବିଷ୍କାର କରି ମୟୂରଭଞ୍ଜକୁ ଭାରତୀୟ ପୁରାତତ୍ତ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲା। ଅତିରପକ ବୋଲି ଗୋଟେ ସାଇଟ୍ ଏକ୍ସକାଭେସନ୍ ହେଇଛି ତାମିଲନାଡୁରେ। ସେଥିରେ ସେ ଡେଟିଂ ହେଉଛି 1 ମିଲିୟନ୍ ଇୟର୍ସ ଓଲ୍ଡ, ମୋର୍ ଦେନ୍ 1 ମିଲିୟନ୍ ଇୟର୍ସ ଓଲ୍ଡ। ତେଣୁ ଆମେ ବି ଭାବୁଛୁ ଯେ କୌଳଣିଆ ଯଦି ଉତ୍ଖନନ ହୁଏ ଏବଂ ତାର ଯଦି ଆବସଲ୍ୟୁଟ୍ ଡେଟିଂ କରାଯାଏ, ତେବେ ଏହା ମଧ୍ୟ ଯେଉଁ ଅତିରପକ ଭଳି 1 ମିଲିୟନ୍ ଇୟର୍ସ ଓଲ୍ଡ ହେବ ବୋଲି ମୋର ଦୃଢ଼ ଆଶା। ଧୀରେ ଧୀରେ କାମ ଚାଲିଛି, ଯଦି ବି ଆମ ଏଇ ପାର୍ଟିକୁଲାର ଏରିଆକୁ ଟିକେ କମ୍ପାରେଟିଭଲି ଇଗ୍ନୋର କରାଯାଇଛି ପ୍ରତ୍ନତାତ୍ତ୍ୱିକ ପଏଣ୍ଟ ଅଫ୍ ଭ୍ୟୁରୁ, ବହୁତ ବେଶୀ ରିସର୍ଚ୍ଚ ହେଇପାରିନି। ଆଉ ଏବେ ସମୟ ଆସୁଛି, ଏବେ ୟା ଉପରେ ଗବେଷଣା ବି ଚାଲିଛି, ଆଉ ଆକୁ ଏଇ ଗବେଷଣା ପ୍ରୁଭ୍ କରିଦେବ ଯେ ଏଇ ଏରିଆ ହେଉଛି ଆମ ସଂସ୍କୃତିର ଗୋଟେ ଉତ୍ପତ୍ତି ସ୍ଥଳ। ମୟୂରଭଞ୍ଜରୁ ମିଳିଥିବା ଅବଶେଷ ନିମ୍ନ ପ୍ରସ୍ତର ଯୁଗ, ମଧ୍ୟ ପ୍ରସ୍ତର ଯୁଗ ଓ କେତେକ ସ୍ଥଳରେ ଉଚ୍ଚ ପ୍ରସ୍ତର ଓ ମେସୋଲିଥିକ୍ ଯୁଗ ସହ ନୂତନ ପ୍ରସ୍ତର ଯୁଗ ସମ୍ପର୍କିତ ବୋଲି ପୁରାତତ୍ତ୍ୱବିତ୍ଙ୍କ ମତ। ତେବେ ଅନିୟନ୍ତ୍ରିତ ଖନନ, ପ୍ରାକୃତିକ କ୍ଷୟ ରୋକିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଜରୁରୀ। ମୟୂରଭଞ୍ଜ ମାଟିରେ ଅନେକ ଏମିତି ରହସ୍ୟ ଲୁଚି ରହିଥିବା ବେଳେ ମାଟି ତଳୁ ଏବେ ଧୀରେ ଧୀରେ ପ୍ରାଚୀନ ସଭ୍ୟତାର ଅନେକ ପ୍ରମାଣ ସାମ୍ନାକୁ ଆସୁଛି। ବାସ୍ତବରେ ବର୍ତ୍ତମାନ ଏହା ଖନନ ହେଲେ ଅନେକ ତଥ୍ୟ ଆଗକୁ ମଧ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ମୟୂରଭଞ୍ଜରୁ ଦୋଳଗୋବିନ୍ଦ ବାରିକ, କନକ ନ୍ୟୁଜ୍।